ଭାଗ୍ୟ ଯେତେବେଳେ ନାଚ ନଚାଇ ଥାଏ ସେତେବେଳେ ଏଇ ଢୋଲକି ବଜାଇଲା ବାଲା ଆମ ନିଜ ଲୋକମାନେ ହୋଇଥାନ୍ତି। ଏ ନିଜ ଲୋକମାନେ ଢୋଲକି ବଜାଇ ଭାଗ୍ୟକୁ ଆମକୁ ଆହୁରି ନଚାଇବାକୁ ପ୍ରୋତ୍ସାହିତ କରିଥାନ୍ତି। ଆମେ ସେତେବେଳେ କୌଣସି ବି ଶତ୍ରୁଠାରୁ ହାରିଥାନ୍ତି ଯେତେବେଳେ ଆମ ଶତ୍ରୁ ସହ ଆମର କେହି ନିଜର ଲୋକ ହାତ ମିଶାଇ ଦେଇଥାଏ। ସେତେବେଳେ ଆପଣ କୌଣସି ନା କୌଣସି କାମ କରିପାରିବେ ଯେତେବେଳେ ଆପଣଙ୍କୁ ରୋକିଲା ଟୋକିଲା ବାଲା କେହି ନଥିବ। ଯଦି ଲୋକମାନେ ଆପଣଙ୍କୁ ରୋକିବା ଟୋକିବା ଆରମ୍ଭ କରିଦେବେ ତାହେଲେ ଆପଣ କରିପାରୁଥିବା କାମକୁ ମଧ୍ୟ କରିପାରିବେ ନାହିଁ। ଆସନ୍ତୁ ଜାଣିବା ୟା ପରେ ଗୋଟେ ସୁନ୍ଦର କଥାକୁ। ଥରେ ଦୁଇଟି ଛୋଟ ପିଲା, ଘର ପାଖରେ ଘର, ଜଣକର ବୟସ 11 ଆଉ ଜଣକର ବୟସ 7। ଦୁଇ ଜଣଙ୍କ ଭିତରେ ଭଲ ସମ୍ପର୍କ ଗଢ଼ି ଉଠିଲା। ଗୋଟିଏ ସ୍କୁଲରେ ପଢ଼ୁଥିଲେ। କ୍ଲାସ୍ ଭିନ୍ନ ଭିନ୍ନ ଥିଲେ ମଧ୍ୟ ଯେହେତୁ ପାଖରେ ପାଖରେ ଘର ସେମାନଙ୍କ ଭିତରେ କେମିତି ଏକ ବନ୍ଧୁତା ସୃଷ୍ଟି ହୋଇଯାଇଥିଲା। ଦିନକୁ ଦିନ ସେମାନଙ୍କର ବନ୍ଧୁତାରେ ନିବିଡ଼ତା ଆସିଗଲା। ଖାଇଲା ବେଳେ, ବସିଲା ବେଳେ, ଉଠିଲା ବେଳେ, କଥା ହେଲା ବେଳେ ସେ ଦୁଇ ଜଣ ଯାକ ଏକାଠି ହେବାକୁ ଲାଗିଲେ। ଏମିତି ହଉ ହଉ ସେମାନଙ୍କ ଭିତରେ ଗୋଟେ ବିରାଟ ବଢ଼ିଆ ସମ୍ପର୍କ ସ୍ଥାପିତ ହୋଇଗଲା। ଦିନେ ଖରା ଛୁଟିରେ ଦୁଇ ସାଙ୍ଗ ଖେଳୁଥାନ୍ତି। ଖେଳୁ ଖେଳୁ ସୁଦୂର ଜଙ୍ଗଲକୁ ଖେଳି ଖେଳି ଚାଲିଗଲେ। ବଲ୍ ଖେଳୁଥାନ୍ତି। ବଲ୍କୁ ଖେଳି ଖେଳି ସେମାନେ ଜଙ୍ଗଲ ଭିତରକୁ ଚାଲି ଯାଇଛନ୍ତି। ନିଘଞ୍ଚ ଜଙ୍ଗଲ ଭିତରେ ଗୋଟିଏ କୂଅରେ ପଡ଼ିଯାଇଛି ସେ ବଲ୍ଟି। ଏ ବଡ଼ ପିଲା ଜଣକ ଯାହାର ବୟସ 11 ସେ ଚେଷ୍ଟା କରିଛି ବଲ୍ଟିକୁ କୂଅରୁ ବାହାର କରିବା ପାଇଁ। ମାତ୍ର ଦୁର୍ଭାଗ୍ୟ ପିଲାଟି ବଲ୍ଟି ବାହାର କରିବାକୁ ଚେଷ୍ଟା କରୁ କରୁ ଏ କୂଅ ଭିତରେ ଗଳି ପଡ଼ିଛି। ବହୁତ ଚେଷ୍ଟା କରିଛି କୂଅରୁ ଉଦ୍ଧାର ପାଇଁ। ସବୁ ଚେଷ୍ଟା ଯେତେବେଳେ ଏ ବଡ଼ ପିଲାଟି ଯାହାର ବୟସ 11 ସବୁ ଚେଷ୍ଟା ଯେତେବେଳେ ବିଫଳ ହୋଇଛି ସେତେବେଳେ ଏଇ ସାନ ପିଲାଟି କହିଛି, ସାଙ୍ଗ ତୁମେ ବ୍ୟସ୍ତ ହୁଅ ନାହିଁ, ମୁଁ ତୁମକୁ କୂଅରୁ ବାହାର କରିନେବି। ଇତସ୍ତତ ହୋଇ ସେ ସାନ ପିଲା ଜଣକ ଯାହାର ବୟସ 17 ସେ ଖୋଜି ବୁଲିଛି କ'ଣଟେ ପାଇଲେ ମୁଁ ମୋ ସାଙ୍ଗକୁ ପାଣିରୁ ବାହାର କରିବି ବୋଲି। ଏହି ସମୟରେ ଗୋଟେ ରସି ଦେଖିଛି ବହୁତ ଦୂରରେ ପଡ଼ିଛି। ସେ କ'ଣ କରିଛି, ସେ ରସିଟିକୁ ଫୋପାଡ଼ି ଦେଇଛି କେଉଁଠିକି କୂଅ ଭିତରକୁ ଏବଂ 11 ବର୍ଷର ଯେଉଁ ପିଲାଟି କୂଅରେ ଅଛି ତାକୁ ଚିତ୍କାର କରି କହିଛି ଯେ ସାଙ୍ଗ ବ୍ୟସ୍ତ ହୁଅ ନାହିଁ, ତୁମେ ସେ ଦଉଡ଼ିକୁ ଧର, ମୁଁ ତୁମକୁ କୂଅରୁ ବାହାର କରି ଆଣିବି। 11 ବର୍ଷ ଯେଉଁ ପିଲାଟିକି ତାର ଏ କଥାକୁ ବିଶ୍ୱାସ ହୋଇନାହିଁ ଏଇଥିପାଇଁ ଯେ ସେ ପିଲାଟି ହେଉଛି ମୋ ଠାରୁ ସାନ, ବୟସ 7, ମୋ ବୟସ 11। ପତଳା ପିଲାଟି, ମୁଁ ବହୁତ ଓଜନିଆ ମୋଟାସୋଟା ଲୋକ, ଗୋଟେ ମୋଟାସୋଟା ପିଲା, ମୋତେ ଇଏ କେମିତି ବାହାର କରିବ? ବିଶ୍ୱାସ ହେଇନାହିଁ। ତଥାପି ସାନ ପିଲା ଜିଦ୍ ଧରିଛି, ହେ ସାଙ୍ଗ ଯଦି ତୁମେ ପ୍ରକୃତରେ ମୋତେ ଭଲ ପାଉଛ ତାହେଲେ ଦଉଡ଼ିଟିକି ଧର। ଏ ବଡ଼ ପିଲା ଜଣକ ସାନ ପିଲାର କଥାକୁ କାଟି ନ ପାରି ଦଉଡ଼ିକୁ ଧରିଛି। ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ପରି ଘଟଣାଟିଏ ଘଟିଛି। ଏଇ ସାନ ପିଲା ଜଣକ ଚାହୁଁ ଚାହୁଁ ବଡ଼ ପିଲାଟିକୁ କୂଅ ଭିତରୁ ବାହାରକୁ ନେଇ ଆସିଛି। ଏହାପରେ ଦୁଇ ଜଣ ଯାକ ସାଙ୍ଗ ହୋଇ ନିଜ ବଲ୍ ସହ ଗାଁକୁ ଫେରିଛନ୍ତି। ଗାଁକୁ ଫେରିଲା ବେଳକୁ ରାତି ହୋଇଯାଇଥାଏ। ଗାଁର ସବୁ ଲୋକ ଏକାଠି ହୋଇଥାନ୍ତି କାରଣ ଦୁଇ ପରିବାରର ଲୋକ କ୍ରନ୍ଦନ କରୁଥାନ୍ତି ଯେ ଆମ ଦୁଇଟି ପିଲା କୁଆଡ଼େ ଯାଇଛନ୍ତି ଏପର୍ଯ୍ୟନ୍ତ ମିଳୁନାହାନ୍ତି। ସେଥିପାଇଁ ସବୁ ଲୋକମାନେ ଏକାଠି ହୋଇ ବୁଝାଉଥାନ୍ତି ଏ ଦୁଇ ପରିବାରର ଲୋକଙ୍କୁ ଯେ ବ୍ୟସ୍ତ ହୁଅ ନାହିଁ, ତୁମ ଦୁଇ ପୁଅ ନିଶ୍ଚିତ ଆସିବେ। ଏହି ସମୟରେ ଦୁଇ ପିଲା
ଯାଇ ପହଞ୍ଚି ଯାଇଛନ୍ତି। ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇ ପଚାରିଛନ୍ତି, ତୁମେ ଦୁହେଁ ଏପର୍ଯ୍ୟନ୍ତ କୁଆଡ଼େ ଯାଇଥିଲ? ପିଲାମାନେ ମନେ ମନେ ଚିନ୍ତା କରିଛନ୍ତି ଯେ ସତ କହିବା ନା ମିଛ କହିବା। ମିଛ କହିଦେଲେ ଚଳିବ, ହେଲେ ବାହାନା ଆମେ ପାଇବା କେଉଁଠୁ? କ'ଣ କହି ବୁଝାଇବା? ସେଥିପାଇଁ ଅନନ୍ୟ ଉପାୟ ହୋଇ ଏ ସାନ ପିଲାଟି ସତ କହିଛି ଯେ ସେ ବଡ଼ ପିଲା ଜଣକ ନାଁ ଧରି କହିଛି ଯେ ସେ କୂଅରେ ଗଳି ପଡ଼ିଥିଲେ ଏବଂ ମୁଁ ଗୋଟିଏ ଛୋଟିଆ ରସି ପାଇଲି ଏବଂ ସେ ରସି ସାହାଯ୍ୟରେ ତାଙ୍କୁ ବାହାର କରି ଆଣିଲି। ଏ କଥା କାହାରିକୁ ବିଶ୍ୱାସ ଲାଗିଲା ନାହିଁ, କାରଣ ସାନ ପିଲାଟିର ଓଜନ ଯାହା, ବୟସ ଯାହା, ତା ପକ୍ଷେ ଏ ବଡ଼ ପିଲା ଜଣକୁ କୂଅରେ ପଡ଼ିଥିବା ଅବସ୍ଥାରେ ବାହାର କରି ଆଣିବା ବା ଟାଣିକି ଆଣିପାରିବା ରସି ସାହାଯ୍ୟରେ ଆଦୌ ସମ୍ଭବ ବୋଲି କେହି ବିଶ୍ୱାସ କରୁନଥିଲେ। ଏହିପରି ଏକ ସମୟରେ ସେ ଗାଁର ଯେଉଁ ସରପଞ୍ଚ ମଉସା, ବୟସ୍କ ଲୋକ ସେଠି ଆସି ପହଞ୍ଚିଲେ। ପହଞ୍ଚିଲା ପରେ ଲୋକଙ୍କ କଥାକୁ ଶୁଣିଲେ ଏବଂ ସେ ଜୋର ଦେଇ କହିଲେ, ଏ ପିଲାମାନେ କିଛି ଭୁଲ କହୁନାହାନ୍ତି। ଏମାନେ କହୁଛନ୍ତି ଏ ଛୋଟ ଛୁଆଟି ସେ ବଡ଼ ବାଳକକୁ କୂଅରୁ ବାହାର କରି ଆଣିଛି ରସି ସାହାଯ୍ୟରେ। ତ କଥା ତୁମକୁ ଠିକ୍ ଲାଗୁନଥିଲେ ମଧ୍ୟ ସତ୍ୟ ହୋଇଥିବ। ଏହା ସମ୍ଭବ ନଥିଲେ ମଧ୍ୟ ସମ୍ଭବ ହୋଇପାରିଲା। କାହିଁକି ଜାଣିଛ? କାହିଁକି ନା ଏ ସାନ ପିଲାଟି ପାଖରେ ଆଉ କିଛି ଅପସନ୍ ନଥିଲା। ସେ ଚାହିଁଲେ ବି ଏ ବଡ଼ ପିଲା ଜଣକୁ ମୃତ୍ୟୁ ମୁଖରେ ଛାଡ଼ି ଚାଲି ଆସିପାରିନଥାନ୍ତା। ତା ପାଖରେ ଯେହେତୁ ଦ୍ୱିତୀୟ ବାଟ କିଛି ନଥିଲା, ତେଣୁ ସେ ପ୍ରଥମ କାମରେ ଯେଉଁ କାମଟି ତାକୁ ମିଳିଛି ସେଥିରେ ତା'ର 100% ଦେଲା। ଆଉ ଗୋଟେ କାରଣ ମଧ୍ୟ, ସେଠି କେହି ଲୋକ ନଥିଲେ ଯିଏ ସାନ ପିଲାଟିକୁ ବୁଝାଇ ପାରିଥାନ୍ତା କି ଏହା ତୋ ଦ୍ୱାରା ସମ୍ଭବ ନୁହେଁ ବୋଲି। ତୁ ସାନଟିଏ, ତୋ ଦ୍ୱାରା ଜଣେ ବଡ଼ ଲୋକକୁ ଟାଣି ଆଣିବା ସମ୍ଭବ ନୁହେଁ। ଯଦି ଏକଥା ଏ ପିଲାଟି କାନରେ ପଡ଼ିଥାନ୍ତା, ହୁଏତ ଏ ସାନ ପିଲାଟି କୌଣସି ହାଲତରେ ବି ଏ ବଡ଼ ପିଲା ଜଣକୁ କୂଅରୁ ବାହାର କରି ଆଣିପାରିନଥାନ୍ତା। ଦର୍ଶକ ବନ୍ଧୁ, ଏ ଗପରେ ବହୁତ ସୁନ୍ଦର କଥା ଆମେ ଶିଖିବାକୁ ପାଇଲେ। ଯେତେବେଳେ ଆମେ ବିକଳ୍ପ ନ ଖୋଜି କୌଣସି କାମରେ ଆମେ 100% ଆମର ଦେବା, ସେତେବେଳେ ଆମେ ନିଶ୍ଚିତ ଭାବରେ ସଫଳ ହୋଇପାରିବା। ଦ୍ୱିତୀୟ କଥା ହେଲା, ଯେତେବେଳେ ଲୋକଙ୍କ କଥା ଆମେ ନ ଶୁଣିବା ଯେ ତୋ ଦ୍ୱାରା ଏଟା ହେଇପାରିବ ନାହିଁ, ତୋ ଦ୍ୱାରା ସମ୍ଭବ ନୁହେଁ, ଏପରି ନେଗେଟିଭ୍ ଥଟ୍ସକୁ ଯେତେବେଳେ ଆମେ ଶୁଣିବା ନାହିଁ, ଯେତେବେଳେ ନେଗେଟିଭ୍ ଥଟ୍ସ ମାନେ ଆମ କାନକୁ ଆସିବ ନାହିଁ, ସେତେବେଳେ ଆମେ କୌଣସି ନା କୌଣସି ଅସମ୍ଭବ କାମକୁ ମଧ୍ୟ ସମ୍ଭବ କରି ଦେଖାଇ ପାରିବା। ଆଶା କରୁଛି ଦର୍ଶକ ବନ୍ଧୁ, ଆଜିର ଏ ଗପ ଦ୍ୱାରା ଆପଣମାନେ ଜୀବନରେ କିଛି ଶିକ୍ଷା ପାଇଯାଇଥିବେ। ଚାଲନ୍ତୁ ଡେରି ନ କରି ଆମେ ଆରମ୍ଭ କରିବା ଆମର ଅମୃତବାଣୀର ସେଇ ଯାତ୍ରାକୁ। ଶୁଣନ୍ତୁ, ବୁଝନ୍ତୁ ଓ ବଦଳନ୍ତୁ। ଏମିତି କାମ କରନ୍ତୁ ଯେ ଆପଣ ଅନ୍ୟ ପାଇଁ ଉଦାହରଣ ସାଜିଯାଆନ୍ତୁ। ଲୋକମାନେ ଆପଣଙ୍କୁ ଅନୁକରଣ କରିବା ମଧ୍ୟ ଆରମ୍ଭ କରିଦିଅନ୍ତୁ। ଚାଲନ୍ତୁ ଡେରି ନ କରି ଆରମ୍ଭ କରିବା ଆମର ସେ ଯାତ୍ରାକୁ। ଚୋରି, ନିନ୍ଦା ଓ ମିଛ, ଇଏ ତିନୋଟି ଜିନିଷ ଚରିତ୍ରକୁ ନଷ୍ଟ କରିଦେଇଥାଏ। ଦୁଃଖ ବି ବଡ଼ ଅଜବ ଜିନିଷ। ନିଜ ଜୀବନରେ ଆସିଲେ ସତ ଲାଗେ, ମାତ୍ର ଅନ୍ୟ ଜୀବନରେ ଆସିଲେ ତାହା ଆମକୁ ଡ୍ରାମା ପରି ଲାଗିଥାଏ। କେବଳ ସମୟ ଭରସାରେ ବସ ନାହିଁ। ଭାଗ୍ୟବାନ ବ୍ୟକ୍ତିଙ୍କ ହାତ ହୁଏତ ଖାଲି ରହିପାରେ, ହେଲେ ପରିଶ୍ରମୀର ହାତ କେବେ ବି ଖାଲି ରହିନଥାଏ। ଠିକ୍ ନିଷ୍ପତ୍ତି ନେବା ଆପଣଙ୍କର ବାହାଦୁରୀ ନୁହେଁ, ମାତ୍ର ନିଷ୍ପତ୍ତି ନେଇ ତାକୁ ଠିକ୍ ବନାଇଦେବା ଆପଣଙ୍କର ବାହାଦୁରୀ ଅଟେ। ଯେମିତି ହଲୁଥିବା ପାଣିରେ ପ୍ରତିବିମ୍ବ ଠିକ୍ ଭାବରେ ଦେଖାଯାଏ ନାହିଁ, ଠିକ୍ ସେମିତି ଅଶାନ୍ତ ମନରେ ସମାଧାନର ବାଟ ଖୋଜି ହୁଏ ନାହିଁ। ତେଣୁ ସମାଧାନର ବାଟ ଖୋଜିବା ପୂର୍ବରୁ ନିଶ୍ଚିତ ଭାବରେ ମନକୁ ଶାନ୍ତ କରିନିଅନ୍ତୁ। ଲାଇଫ୍ ଯେତେ ହାର୍ଡ଼ ହେବ, ଆପଣ ସେତେ ଷ୍ଟ୍ରଙ୍ଗ ବନିବେ।
ସମୟର ହାତ ନାହିଁ ସତ, ମାତ୍ର ଯେତେବେଳେ ବେଳେବେଳେ ସମୟର ଏମିତି ଚାପୁଡ଼ା ବାଜେ କି ସାରା ଜୀବନ ମନେ ରହିଯାଇଥାଏ। ଆମର ସ୍ୱଭାବ ଗରମ ଚାହା ପରି ହୋଇଥାଏ। ଯିଏ ବୁଝିଲା ସେ ଆନନ୍ଦ ପାଇଲା, ଯିଏ ନ ବୁଝିଲା ସେ କଷ୍ଟ ପାଇଲା। ଯେତେବେଳେ ସମୁଦ୍ରରେ ନୌକା ନେଇ ବାହାରି ଗଲେଣି ତ ଝଡ଼ ତୋଫାନକୁ ଡରି ଆଉ ଲାଭ କ'ଣ? ସାମ୍ନା କରିବାକୁ ପଡ଼ିବ। ଏହି ଚାରୋଟି କଥା ସବୁବେଳେ ମନେ ରଖିଥିବେ। ମଜବୁତ ବନନ୍ତୁ, ମାତ୍ର ଗର୍ବରେ ନୁହଁ। ଦୟାଳୁ ହୁଅନ୍ତୁ, ମାତ୍ର ଦୁର୍ବଳ ନୁହଁ। ବିନମ୍ର ହୁଅନ୍ତୁ, ମାତ୍ର ଭୟାଳୁ ନୁହଁ। ଗର୍ବୀ ହୁଅନ୍ତୁ, ମାତ୍ର ଅଭିମାନରେ ନୁହଁ। ଅନେକ ସମୟରେ ଦାନ୍ତ ଜିଭକୁ ଆଘାତ ପହଞ୍ଚାଇ ଦେଇଥାଏ, ମାତ୍ର ମୁହଁ ପାଟି ଭିତରେ ଏମାନେ ସମସ୍ତେ ଏକାଠି ଥାନ୍ତି। ଏହା କ୍ଷମା କରି ସମ୍ପର୍କ ରଖିବାର ବେଶ ଭଲ ଉଦାହରଣଟିଏ, ଯେଉଁ ଉଦାହରଣକୁ ଆମେ ସମସ୍ତେ ମଧ୍ୟ ମାନିବା ଦରକାର। କର୍ମର ଗଣିତ ଭାରି ସରଳ ହୋଇଥାଏ ଓ ସିଧା ଥାଏ। ଭଲ କଲେ ଭଲ ହେବ, ଖରାପ କଲେ ନିଶ୍ଚିତ ଭାବରେ ଖରାପ ହେବ। ଚେହେରାର ରଙ୍ଗକୁ ନେଇ ଗର୍ବ କରନ୍ତୁ ନାହିଁ, କାରଣ ସମୟ କେତେବେଳେ ରଙ୍ଗକୁ ବଦଳାଇ ଦେବ କହି ହେବ ନାହିଁ। ଯିଏ ଖରାପ ସମୟରେ ଆପଣଙ୍କୁ ଆପଣଙ୍କର ଅବଗୁଣ ଗଣାଇଥାଏ ତାଠାରୁ ଦୂରେଇ ରହିବା ଶିଖନ୍ତୁ। ସମସ୍ତେ କହନ୍ତି ସୀତା ଓ ଦ୍ରୌପଦୀଙ୍କ ପାଇଁ ରାମାୟଣ ଓ ମହାଭାରତ ହୋଇଛି। ଏହା ଭୁଲ କଥା। ନାରୀର ସମ୍ମାନ ନହେଲେ ରାମାୟଣ ଓ ମହାଭାରତ ହିଁ ହୋଇଥାଏ। ଲୋଭୀ ହେଲେ ଦୁଃଖ ଓ ସନ୍ତୋଷୀ ହେଲେ ସୁଖ ମିଳିଥାଏ। ସବୁ ଝଡ଼ ଆପଣଙ୍କ ଜୀବନକୁ ଅସ୍ତବ୍ୟସ୍ତ କରିବାକୁ ଆସିନଥାନ୍ତି। କିଛି ଝଡ଼ ତ ଆପଣଙ୍କ ରାସ୍ତା ସଫା କରିବାକୁ ଆସିଥାନ୍ତି। ହ୍ୱାଟ୍ସଆପ୍ ଏକ ଜୀବନ ଲୋକ ଆପଣଙ୍କୁ ଷ୍ଟାଟସ୍ ଦେଖାଇଥାନ୍ତି। ହାତର ରେଖା କେତେ ବିଚିତ୍ର ସ୍ଥିତିରେ ଥାଏ, ମାତ୍ର ଆପଣଙ୍କର ହାତର ରେଖା କେଡ଼େ ବିଚିତ୍ର କହିଲେ? ମୁଠିରେ ଥାଏ, ହେଲେ ଆପଣଙ୍କର କର୍ତ୍ତୃତ୍ୱ ଭିତରେ ନଥାଏ। ଲୋକଙ୍କୁ ବେଶୀ ସମ୍ମାନ ଓ କୁକୁରକୁ ବେଶୀ ଘିଅ କେତେବେଳେ ବି ହଜମ ହୋଇନଥାଏ। ଯିଏ ଧୈର୍ଯ୍ୟର ସହ ଅପେକ୍ଷା କରିବା ଶିଖିଗଲା ତାକୁ ତାର ଇପ୍ସିତ ବସ୍ତୁ କୌଣସି ନା କୌଣସି ରୂପରେ ମିଳିଯାଇଥାଏ। ନିଜର ବିଶେଷତା ଯଦି ତୁମକୁ କହିବାର ଆବଶ୍ୟକତା ପଡ଼ିଲା, ଜାଣନ୍ତୁ ଆପଣଙ୍କର କୌଣସି ବିଶେଷତା ନାହିଁ। କୁହାଯାଏ ସମୟ ସବୁ ଘାକୁ ଶୁଖାଇ ଦିଏ, ମାତ୍ର ସତ ତ ଏଇଆ ଯେ ସମୟ ଅନୁସାରେ ଆମେ ଘାର ଯନ୍ତ୍ରଣାକୁ ସହିବାର ଶକ୍ତି ପାଇଯାଇଥାନ୍ତି ବା ଘାର ଯନ୍ତ୍ରଣାକୁ ସହିବା ଶିଖିଯାଇଥାନ୍ତି। ଉନ୍ନତି ହେବ ତ ତୁମକୁ ତଳକୁ ଖସାଇବାର ପ୍ରୟାସ ହେବ। ତୁମକୁ ପରୀକ୍ଷା କରିବାର ଲୋକ ଅବଶ୍ୟ ମିଳିଯିବେ, ତେଣୁ ତୟାର ରୁହ। ଅପେକ୍ଷା ତାର କରନ୍ତୁ ଯିଏ ଆପଣଙ୍କର ପ୍ରତିଟି ମୁହୂର୍ତ୍ତର ମୂଲ୍ୟ ବୁଝେ। ପିଲାଦିନ ବହୁତ ଭଲ ଥିଲା। ଦାନ୍ତ ସିନା ଭାଙ୍ଗୁଥିଲା, ହେଲେ ହୃଦୟ ନୁହଁ। ସମସ୍ତେ କହନ୍ତି ମଣିଷ ନିଜ ଭାଗ୍ୟ ନିଜେ ଗଢ଼ିଥାଏ। କହିଲେ ଦେଖି, ଯଦି ଏହା ସତ, ତାହେଲେ କିଏ ନିଜ ଭାଗ୍ୟରେ ନିଜ ଦୁଃଖ ଲେଖିଥାଏ? ବୟସ ଓ ଜୀବନ ଭିତରେ ଫରକ କ'ଣ ଜାଣନ୍ତି? ନିଜ ଲୋକଙ୍କ ସହ ବିତୁଥିବା ସମୟ ହେଲା ଜୀବନ ଏବଂ ନିଜ ଲୋକଙ୍କ ବିନା ବଞ୍ଚୁଥିବା ଜୀବନ ହେଲା ବୟସ। ଦୁଃଖ ନଦୀକୁ ପାର ହେବାକୁ ତୁମକୁ ଯଦି ଡର ଲାଗୁଛି, ତେବେ ତୁମେ ସୁଖର ସମୁଦ୍ରରେ ପହଁରିବାର ଯେଉଁ ସ୍ୱପ୍ନ ଦେଖିଛ, ସେ ସ୍ୱପ୍ନକୁ
ଦେଖ ନାହିଁ। ଦୁଃଖ ତ ସମସ୍ତଙ୍କ ଜୀବନରେ ଅଛି, ମାତ୍ର ଫରକ ଏଇଆ କି କିଏ କାନ୍ଦି କାନ୍ଦି କହି ପକାଉଛି ତ ଆଉ କେହି ହସି ହସି ଲୁଚାଇ ଚାଲିଛି। ସମ୍ପର୍କ ଲିଭାଇବା କମ୍ ବଡ଼ କଥା ନୁହେଁ। ଏଠି ଖୁସି ହରାଇବାକୁ ପଡ଼େ, ଆଉ ଅନ୍ୟ ମୁହଁରେ ହସ ଟିକେ ପାଇଁ। ଦୁଃଖ ବି ଭୁଲି ହୁଏ, ମାତ୍ର ଜାଣିଶୁଣି ଦୁଃଖ ଦେଲା ବାଲାକୁ କେବେ ବି ଭୁଲି ହୁଏ ନାହିଁ। କେହି କାହାର ସାଥ ଦିଏ ନାହିଁ। ବାସ୍ ସମସ୍ତେ କେବଳ ନିଜ ମତଲବ ପାଇଁ ସାଙ୍ଗରେ ରହିଥାନ୍ତି। ଯିଏ ବି ଆପଣଙ୍କ ସହିତ ଅଛି, ଭାବନ୍ତୁ ନାହିଁ ସେ ଆପଣଙ୍କ ସାଥ ଦେଉଛି ବୋଲି। କିଛି ଲୋକ ଆମକୁ ଗୁରୁତ୍ୱ ଦିଅନ୍ତିନି, କାରଣ ଆମେ ସେମାନଙ୍କୁ ବିଶ୍ୱାସ ଦେଇ ସାରିଥାନ୍ତି କି ଆମେ ତାଙ୍କ ବିନା ବଞ୍ଚିପାରିବା ନାହିଁ। ଅନ୍ୟର ବ୍ୟବହାରକୁ ଆପଣଙ୍କ ମୁହଁର ହସ ଛଡ଼ାଇବାର ଓ ମନର ଶାନ୍ତି ନଷ୍ଟ କରିବାର ସାମର୍ଥ୍ୟ ଦିଅନ୍ତୁ ନାହିଁ। ରୁଟି କମାଇବା ବଡ଼ କଥା ନୁହଁ, ମାତ୍ର ରୁଟି କମାଇ ପରିବାର ସହ ଖାଇବା ହେଉଛି ବଡ଼ କଥା। ଯଦି ଆପଣ କିଛି ନୂଆ ପାଇବାକୁ ଚାହୁଁଛନ୍ତି ତ ଏମିତି କାମ କରିବାକୁ ପଡ଼ିବ ଯାହା ଆଗରୁ କେବେ ଆପଣ କରିନାହାନ୍ତି। ଦର୍ଦ, ଧୋକା, ଠୋକର ଓ ପରିସ୍ଥିତି ମଣିଷକୁ ପୁରାପୁରି ଅଲଗା କରି ରଖିଦେଇଥାଏ। ଦାୟିତ୍ୱ ସେତେବେଳେ ବୋଝ ପରି ଲାଗିଥାଏ ଯେତେବେଳେ ମଣିଷ ଯେକୌଣସି ପରିସ୍ଥିତିରେ ତାକୁ ଲିଭାଏ, ମାତ୍ର କେହି ତାର ପରବା କରନ୍ତି ନାହିଁ। ସମ୍ପର୍କ ରଖିବାର ଅଛି ତ ପ୍ରଶଂସା କର, ଭାଙ୍ଗିବାର ଅଛି ତ ସତ କହିବା ଶିଖ। ଆଖି ବନ୍ଦ ହେବା ପୂର୍ବରୁ ଯଦି ଆଖି ଖୋଲିଯାଏ ତେବେ ପୁରା ଜୀବନଟି ଆପଣଙ୍କର ସୁଧୁରି ଯାଇଥାଏ। କାହା ପାଇଁ ଏତେ ତଳକୁ ଖସନି କି ଯାହା ପାଇଁ ଖସିଛ ସେ ମଧ୍ୟ ଉଠାଇବାକୁ ମନା କରିଦେଉ। ହାତରେ ଟର୍ଚ୍ଚ ନେଇ ଗଲାବେଳେ ଭାବନ୍ତୁ ନାହିଁ କି ଆପଣ ଟର୍ଚ୍ଚ ନେଇ ଚାଲୁଛନ୍ତି, ବରଂ ଭାବନ୍ତୁ ଟର୍ଚ୍ଚ ଆପଣଙ୍କୁ ନେଇ ଚାଲୁଛି ବୋଲି। ଧର୍ମ ଆପଣଙ୍କର ଯାହା ହେଉନା କାହିଁକି ଭଲ ମଣିଷ ବନନ୍ତୁ। ଶେଷରେ କର୍ମର ହିସାବ ହୋଇଥାଏ, ଏ ଧର୍ମର ନୁହଁ। ଏବେର ସମୟକୁ ଉପଯୋଗ କରନ୍ତୁ, ମାତ୍ର ଯଦି ଆପଣ ଭଲ ସମୟ ଅପେକ୍ଷାରେ ରହିଲେ ତ ସାରା ଜୀବନ ବିତିଯିବ ସିନା, ଭଲ ସମୟକୁ ଅପେକ୍ଷା କରି କରି ସମୟ ଗତ ହୋଇଯିବ। ଭଗବାନ ଆମ ପାଇଁ ଦୁଇଟି ବ୍ୟବସ୍ଥା ବନାଇଛନ୍ତି, ଦେଇକି ଯାଆନ୍ତୁ ନହେଲେ ଛାଡ଼ିକି ଯାଆନ୍ତୁ। ନେଇକି ଯିବାର ବ୍ୟବସ୍ଥା ଏ ଦୁନିଆରେ କିଛି ବୋଲି ନାହିଁ। ସନ୍ଦେହର ସହ ଦୌଡ଼ିବା ଅପେକ୍ଷା ଆତ୍ମବିଶ୍ୱାସ ସହିତ ଚାଲିବା ଭଲ। ଅନ୍ଧାରର ଷଡ଼ଯନ୍ତ୍ର ସବୁ ରାତିରେ ଚାଲେ, ମାତ୍ର ସତ୍ୟର ଜିତ୍ ପ୍ରତ୍ୟେକ ସକାଳରେ ହୋଇଥାଏ। କର୍ମଭୂମିର ଦୁନିଆରେ ଶ୍ରମ ସମସ୍ତଙ୍କୁ କରିବାକୁ ପଡ଼ିବ। ଭଗବାନ କେବଳ ଭାଗ୍ୟ ଦେଇଥାନ୍ତି, ଆମକୁ ରଙ୍ଗେଇବାକୁ ପଡ଼େ। କାନ୍ଦିଲେ ତ ଅଶ୍ରୁ ପର ହୋଇ ବହିଯାଇଥାଏ, ହସିଲେ ପର ଆପଣାର ହୋଇଯାଇଥାଏ। ପରିସ୍ଥିତିର ଏମିତି ସାମ୍ନା କର କି ଜିତ ବା ହାର, ଇତିହାସ ବନାଇଯାଅ। ହାରିଲେ ବି ଇତିହାସ ପୃଷ୍ଠାରେ ତୁମ ନାଁ ହିଁ ଲେଖାଯାଉ। ଆଜି ହୃଦୟରେ ଯାହା ଅଛି ତାହା ଭାଗ୍ୟରେ ପରିବର୍ତ୍ତିତ ହେବ। ସେଥିପାଇଁ ଖାଲି ପ୍ରଚେଷ୍ଟାର ଆବଶ୍ୟକତା ଅଛି। ତେଣୁ ପ୍ରଚେଷ୍ଟା କରିଚାଲ। ଅସୁବିଧାରେ ଫସିଥିବା ମଣିଷକୁ ଗ୍ରହ ଦୋଷ, ବାତୁ ଦୋଷ, ଏମିତି ସବୁ ଦୋଷ ସିନା ଦେଖାଯାଇଥାଏ, ମାତ୍ର ନିଜ ଦୋଷ କେତେବେଳେ ବି ଦେଖାଯାଇନଥାଏ। ଏତେ ପ୍ରେମ କରନି କି ଖରାପ ଦେଖା ନଯାଇ ବି
कि खराब एते प्रेम करनी कि खराब न देखा जाई भी तुमको लोक घृणा करंतु तुमर भल गुण समस्ते भूली जातु। 1000 डिग्री पाई निजको पढ़ाई भावुथिबा मनीष निज लोकंकर दुख न बुझिबा भारी कष्टदायक अटे। मनीष केड़े बेईमान देखंतु प्रथमे प्रभुंक पाद तले पड़ी भिक मागे पुणी जदि भगवान किछि पैसा देले से पैसा विनिमय दान दे से भगवान को दान दे ता तले निज ना लेखाई दिए। अन्याय देखी जे चुप रहे से दुख ही पाए। धृतराष्ट्र सेथिपाई तो निजर 100 पुत्र को हराई दुख ही पाइथिले। सफलक पाखरे सब प्रकार गुण न थाए। गुण अवगुण कथा न भावी समस्तक सह संपर्क रखंतु। मनुष्यर भाग्य तार विश्वास ही निर्माण करे। जेमती बनिबार विश्वास आपण रखिबे आश्चर्य हेले भी सत आपण ठीक सेमती बनी पारिबे। ये दुनिया बड़ा विचित्र। पत्नी को घरर मालिकाणी कही कही घरर समस्त काम सहजरे हासिल कर निया जाइथाए। भूल लोकंकर जीव सेतेबेले निश्चित होइथाए। भूल लोकंकर जीत सेतेबेले निश्चित होइथाए जेतेबेले भल लोक माने चुप बसी थांती। संपर्क को बंचातु नहरे आजिर लोक एते एकुटिया हो जाइछंती कि फोटो नेला बाला काहाकू न पाई निजे निजर सेल्फी बाध्य होई नौचंती। माँ 2 थर खाद्य बनाती मात्र सारा जीवन खाद्यर प्रबंधन करुथुबा बापा को आमे सहजरे भूली जाती। कहते आपण मो पाई कौन करिसंती कि। पिता हेउचंती सेमितिका एक बटवृक्ष जहाँकर शीतल छायारे सारा परिवार शांति रे रुहंती। तेणु पिता एवं माता उभय को केबे असम्मान करंतु नाही। जे पर्यंत जीवन अछि प्रेम रे रुहंतु नहेले जीवन जीवा परे आपण निश्चित भाव रे प्रेम रे रहिबे एथिरे किछि त्रुटि नाही। जीथिबा बेले जेते धन धन करूछ कर हेले मला परे शोक पत्रिका रे निधन बोली तो लेखा जीव। संत और बसंत भरसा निज उपरे रखिले शांति बनी थाए। मात्र भरसा अन्य उपरे रखिले दुर्बलता प्रकाश पाई थाए। दर्शक बंधु अमृतवाणी शुणंतु बुझंतु बदलंतु एक अभिनव प्रयास आपण मानकु सुंदर सुंदर शिक्षा मान शुणाइबा हेउची मोर लक्ष्य। यदि आपण को ये प्रयास भल लगुए निश्चित भाव में प्रकाश जगदेव चैनल को सब्सक्राइब करंतु। वीडियो को टिके लाइक करिदेबे एवं जय श्री कृष्ण लिखि कमेंट करने को भूलिबे नहीं। आगामी वीडियो रे पुणी थे भेटवाट हवा से पर्यंत आपण मानकर उत्तरोत्तर उन्नति कामना करी रहुछि। नमस्कार।